ଆପଣଙ୍କର 7 ର 1 ରୁ 6 ପଦ ପର୍ଯ୍ୟନ୍ତ ଆମେ ମାନେ ପାଠ କରିବା। କେଇ ଜଣେ ପାଠ କରିବେ ସାହାଯ୍ୟ କରିବେ। ତୁମ୍ଭେମାନେ ଯେପରି ବିଚାରିତ ନ ହେବ ଏଥିପାଇଁ ବିଚାର କର ନାହିଁ। କାରଣ ଯେଉଁ ବିଚାରରେ ବିଚାର କର ସେହି ବିଚାରରେ ତୁମ୍ଭେମାନେ ବିଚାରିତ ହେବ। ପୁଣି ଯେଉଁ ମାପରେ ମାପ କର ସେହି ମାପରେ ତୁମ୍ଭମାନଙ୍କୁ ମପାଇ ଦିଆଯିବ। ଆଉ କାହିଁକି ତୁମ୍ଭ ଭାଇର ଆଖିରେ ଥିବା କୁଟାଟିକକ ଦେଖୁଅଛ, କିନ୍ତୁ ତୁମ୍ଭ ନିଜ ଆଖିରେ ଯେଉଁ କଡ଼ିକାଠ ଅଛି ତାହା ଭାବି ଦେଖୁନାହଁ? ଅଥବା ତୁମ୍ଭେ କିପରି ଆପଣା ଭାଇକି କହିବ, ଆସ, ତୁମ୍ଭ ଆଖିରୁ କୁଟାଟିକକ ବାହାର କରିଦିଏ, ଆଉ ଦେଖ, ତୁମ୍ଭ ଆଖିରେ କଡ଼ିକାଠ ଅଛି। ରେ କପଟୀ, ଆଗେ ଆପଣା ଆଖିରୁ କଡ଼ିକାଠ ବାହାର କରି ପକାଅ, ତାହାପରେ ନିଜ ଭାଇର ଆଖିରୁ କୁଟାଟିକକ ବାହାର କରିବା ନିମନ୍ତେ ସ୍ପଷ୍ଟ ରୂପେ ଦେଖିପାରିବ। ପବିତ୍ର ପଦାର୍ଥ କୁକୁରମାନଙ୍କୁ ଦିଅ ନାହିଁ, କିମ୍ବା ତୁମ୍ଭମାନଙ୍କର ମୁକ୍ତା ଘୁଷୁରିମାନଙ୍କ ଆଗରେ ପକାଅ ନାହିଁ, କାଳେ ସେମାନେ ସେହିସବୁ ସେମାନଙ୍କ ପାଦ ତଳେ ଦଳନ୍ତି ଓ ବୁଲି ପଡ଼ି ତୁମ୍ଭମାନଙ୍କୁ ବିଦୀର୍ଣ୍ଣ କରନ୍ତି। ତ ମାନେ ଆଜିର ଏଇ ବିଷୟରେ ଆମେ ମାନେ ଯୋଉ ଦେଖୁଛୁ, ମନେ ରଖିବା ପାଇଁ ତା ଟାଇଟେଲକୁ ଆମେ ମାନେ ଏମିତି ଚିନ୍ତା କରିପାରିବା, ଡୋଣ୍ଟ ଜଜ୍ ଅଦର୍ସ। ଅନ୍ୟର ବିଚାର କର ନାହିଁ। ଅନ୍ୟର ବିଚାର କରିବା ନାହିଁ। ଏ ସ୍ଥାନରେ ଈଶ୍ୱରଙ୍କର ବାକ୍ୟ ଆମ ମାନଙ୍କୁ ଶିକ୍ଷା ଦିଏ କି ଅନେକ ସମୟରେ ମନୁଷ୍ୟର ପ୍ରକୃତି ଆମେ ସବୁବେଳେ ଅନ୍ୟ ପ୍ରତି ଦୃଷ୍ଟିପାତ କରିଥାଉ। ଈଶ୍ୱରଙ୍କର ଗୋଟେ ପଦ ଏପରି ଲେଖାଯାଏ, ଯଦି ତୁମେ ନିଜେ ନିଜର ବିଚାର କରୁଥାନ୍ତ ତାହେଲେ ବିଚାରିତ ହୋଇନଥାନ୍ତ। ଈଶ୍ୱର କୁହନ୍ତି, ଯଦି ଆମେ ନିଜେ ନିଜର ବିଚାର କରିବା ତାହେଲେ ଆମେ ମାନେ ବିଚାରିତ ହେବା ନାହିଁ। କିନ୍ତୁ ଅନେକ ସମୟରେ ମନୁଷ୍ୟର ପ୍ରକୃତି କଣ, ଆମେ ଆମ ସାମ୍ନାରେ ଥିବା ଲୋକକୁ ସବୁବେଳେ ଆମେ ମାନେ ବିଚାର କରିଥାଉ। ସେ ଏମିତି କଲା, ସେ ସେମିତି କଲା, ସେ ଶୁଣିଲାନି, ସେ ଏମିତି କଲାନି, ସେମିତି କଲାନି। ସବୁବେଳେ ଅନ୍ୟକୁ ଜଜ୍ କରିଥାଉ। କିଏ ଉତ୍ତମ, କିଏ ଭୁଲ, କିଏ ଠିକ, କାହାର କଣ ବିଷୟ, ଆମେ ସବୁବେଳେ ଅନ୍ୟକୁ ଜଜ୍ କରିଥାଉ। ନିଜକୁ ବହୁତ କମ ଆମେ ମାନେ ବିଚାର କରିବା ପାଇଁ ଚିନ୍ତା କରିଥାଉ। ସବୁବେଳେ ଆମେ ମାନେ ଭାବିଥାଉ ମୁଁ ପରଫେକ୍ଟ ଅଛି, ମୋର କିଛି ବିଷୟ ଚିନ୍ତା କରିବା, ବିଚାର କରିବା ଆବଶ୍ୟକତା ନାହିଁ ବୋଲି। କିନ୍ତୁ ମୋର ପ୍ରିୟ ମାନେ, ଈଶ୍ୱରଙ୍କର ବାକ୍ୟ କୁହେ, ତୁମେ ନିଜେ ନିଜର ବିଚାର କର। କଣ ତୁମେ ବିଶ୍ୱାସରେ ଅଛ କି? କଣ ତୁମେ ପ୍ରଭୁଙ୍କ ସହିତ ଉପଯୁକ୍ତ ଭାବେ ଚାଲୁଛ କି? କଣ ତୁମେ ତାଙ୍କର ଆଜ୍ଞାବହ ଅଛ କି? କଣ ଆଜି ଦିନ ସାରାର ବିଷୟ ଯଦି ଆମେ ଚିନ୍ତା କରିବା, ପ୍ରତ୍ୟେକ ଦିନରେ କଣ ଆଜି ଗୋଟେ ଦିନ ପ୍ରଭୁ ମତେ ଅନୁଗ୍ରହ କଲେ, ଆଉ ଏଇ ଦିନଟି ମୁଁ ତାହାଙ୍କୁ ସନ୍ତୁଷ୍ଟ କଲା ପରି କାର୍ଯ୍ୟ କରିଛି କି ନା ତାହାଙ୍କ ବିରୁଦ୍ଧରେ ଯାଇଛି? ଆମେ ନିଜେ ନିଜକୁ ବିଚାର କରିବାର ଆବଶ୍ୟକତା ଅଛି। ତେବେ ଆମେ ପରମେଶ୍ୱରଙ୍କ ସହିତ ଆମର ସମ୍ପର୍କକୁ ସୁଦୃଢ କରିପାରିବା। ଆଉ ଈଶ୍ୱରଙ୍କ ସହିତ ଯୋଉ ଆମର ଯାତ୍ରା, ସ୍ୱର୍ଗ ରାଜ୍ୟ ନିମନ୍ତେ ଯୋଉ ଆମର ଯାତ୍ରା, ଆମର ଜୀବନର ଯୋଉ ଯାତ୍ରା କରୁଛୁ, ସେ ଯାତ୍ରାକୁ ଆମେ କଣ୍ଟିନ୍ୟୁ କରିପାରିବା। ନତୁବା ଆମେ ଅନ୍ୟକୁ ବିଚାର କରୁ କରୁ ଆମେ କେତେବେଳେ ନିଜେ ମଧ୍ୟ ବିଚାରିତ ହେଇଯିବା। ସେଥିପାଇଁ ପରମେଶ୍ୱର ଷ୍ଟ୍ରିକ୍ଟଲି କୁହନ୍ତି, ତୁମେ ଅନ୍ୟର ବିଚାର କର ନାହିଁ। ସେଥିପାଇଁ ଲେଖାଯାଏ କଣ, ତୁମେ ମାନେ ଯେପରି ବିଚାରିତ ନ ହେବ, ତୁମେ ଏଥିପାଇଁ କଣ କର ନାହିଁ, ବିଚାର କର ନାହିଁ। ତା ମାନେ ଯଦି ଆମେ ମାନେ ବିଚାର କରୁଛୁ ତାହେଲେ ଡେଫିନେଟଲି
आमे विचारित हेबार विषय अछि। तेबे काहे कि परमेश्वर हमको विचार करो नहीं बोली कहती? कौन पाई प्रभु कहती तुमे अन्यर विचार करो नहीं? यदि करिवो तुमे माने विचारित हेबो। मुख्य विषय मोर प्रिय माने जेतले आमे माने विचार करिबा पई इच्छा करिताउ बा विचार करिताउ सेतले प्रथम विषय आमे माने परमेश्वरଙ୍କର एगेंस्ट छिराइता। आमे माने परमेश्वरଙ୍କର एगेंस्ट छिराइताउ, ताको विरुद्धରେ छिराइताउ। काहे कि ईश्वरଙ୍କର वाक्य कहे विचार करिबा रो अधिकार केवल आउ केवल प्रभुଙ୍କ पाखरे अछि। हालेलुया। केवल विचार करिया पई से ही सामर्थ्य अटंती, से ही अधिकारी अटंती। जदि आमे माने विचार करूछु ता माने ताहांको अधिकार को आमे व्यवहार करिबा पई चेष्टा करूछु। निज पड़ोसी रहू, निज परिवार रहू, निज आत्म सज्जन मान रहू, आम सम्मुखरे थिबा प्रत्येक व्यक्ति रहू, जहाको भी आम विचार करूछु से एमती से सेमती से भल नुहे से खराब सी एटा सी सेटा मन रखि थाओ। आमे ईश्वरको अधिकार को आमे व्यवहार करिया पई चेष्टा करूछु। मोर प्रिय माने सेति पई सबुठु बड़ शत्रु आमे ही जीवा जेतळे आमे माने विचार करिबा। काहे कि विचार करिवार अधिकार केवल 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 प्रभुଙ୍କର अछि। यदि आमे विचार करिया पई चेष्टा करछु ताले आमे ताको विरुद्ध रे छिड़ा ही जाउछु। आउ ताको अधिकार को आमे चोरी करिबा पई चेष्टा करूछु। सेति पई समस्त सर्वप्रथमे आमे माने परमेश्वर शत्रु हे जीवा। सेति पई परमेश्वर कहते तुमे विचारित विचार करो नाही जेपर तुमे माने विचारित हेबो नाही। दुई रे लिखा जाए कारण जेउ विचार करो सेही विचार तुमे माने विचारित हेबो, पुनी जेउ मापरे माप करो सेही मापरे तुमको मपे दिया जीवो। आउ काहे कि तुम भाई रो आखिरे उठा टिको को देखुछ किंतु तुम आखिरे जो कोड़ी काठ अछि ता भाबी देखुना। अनेक समय मोर प्रिय माने आमे खाली अन्य को दोष दबा थारु उत्तम हबो आमे जदि निज जीवन को निजे आमे माने विश्लेषण करिबा। एग्जांपल हम परिवार भितरे जदि वाइफ हस्बैंड भितरे बा स्वामी स्त्री भितरे पिलामानक भितरे भाई भाई भितरे भाई भौणी भितरे सासु बहु भितरे अनेक समय आमे माने समस्या पाई था, अशांति पाई था, झगड़ा आरंभ हुए। कौन पाई हुए? तार एकमात्र कारण आमे निजको ठीक बोली भाबू आउ आम सामने थिबा व्यक्ति को आमे कोन भाबू से भूल। सेति पई तो आमे ताकू कोन करू दीपद कहिया पई चेष्टा करू। आ जदि दीपद कहिया पई चेष्टा करू सेतले समस्या उपजे। किंतु प्रभु कहती जदि आमे निजे निजको करेक्शन कर दबा कौन पाई ये समस्या हैला कौन पाई विषय हैला मु निजको निजे सजाड़ी देबी निजको निजे करेक्शन कर देबी ताले एति की सारा विषय पर्यंत आमे पहुंचीबा नहीं। आम परिवार रे आम जीवन रे से समस्या को आमे माने देखिबा नहीं। किंतु अनेक समय आमे माने कोन करताउ निजको परफेक्ट बोली माने करिताउ। मु ठीक अछि मु परफेक्ट अछि मोर कथा ठीक मोर योजना ठीक मोर चिंता ठीक मु जहा करूची ठीक मु जहा कहूची ठीक किंतु मो सामने थिबा लोक कोन करची भूल। तेबे कोन हुए समस्या सृष्टि हुए अशांति सृष्टि हुए। ख्रीष्ट कहती जेपरि तुमे विचारित न हेबो सेति पई अन्यर विचार करो नहीं। अन्यर उटा तुमको देखा होची अन्य चक्षुरे थिबा छोटिया
କୁଟା ତୁମକୁ ଦେଖାଉଛି କି ତୁମ ଆଖିରେ ଯେ ଏଡେ ବଡ କାଠ ଗଣ୍ଡି ପଶିଛି ତୁମକୁ ଦେଖାଯାଉ ନାହିଁ। ଆଗେ ତୁମେ ତୁମର ଆଖିରେ ଥିବା କଡି କାଠକୁ ସଫା କର, ତାହେଲେ ତୁମ ଭାଇର ଆଖିରେ ପଡୁଥିବା ଛୋଟ କୁଟାକୁ ତୁମେ କଣ କରିପାରିବ, ଦେଖିପାରିବ। ଆମ ଜୀବନରେ ଅନେକ କରେକ୍ସନ କରିବାର ଆବଶ୍ୟକତା ଅଛି। ଆମ ଜୀବନରେ ଅନେକ ଅବାଧ୍ୟ ଅଛି। ଆମ ଜୀବନରେ ଅନେକ ଈଶ୍ୱର ବିରୁଦ୍ଧାଚରଣ କଥା କାର୍ଯ୍ୟ ଅଛି, କିନ୍ତୁ ଆମେ ସବୁବେଳେ ଅନ୍ୟକୁ କରେକ୍ସନ କରିବା ପାଇଁ ଚେଷ୍ଟା କରୁ। ସେଇଠି ସମସ୍ୟା ସୃଷ୍ଟି ହୁଏ। କିନ୍ତୁ ପ୍ରଭୁ କହନ୍ତି ପ୍ରଥମେ ତୁମ ଭିତରେ ଥିବା କଡି କାଠ, ବହୁତ ସାରା ବିଷୟ ଅଛି ଯାହାକି ତୁମେ ଆଜି ପର୍ଯ୍ୟନ୍ତ କରେକ୍ସନ କରିନାହ, ଯାହାକି ତୁମେ ଆଜି ପର୍ଯ୍ୟନ୍ତ ନିଜକୁ ପରିବର୍ତ୍ତନ କରିନାହ। ତୁମେ ଅନ୍ୟକୁ ଖାଲି ପରିବର୍ତ୍ତନ କରିବା ପାଇଁ ଚାହୁଁଛ। ସେ ବିଷୟ ଆଗେ ତୁମେ କର, ତେବେ ଯାଇକି ଉପଯୁକ୍ତ ଭାବେ ତୁମେ ଅନ୍ୟକୁ ଅନୁଯୋଗ କରିପାରିବ। ମୋର ପ୍ରିୟ ମାନେ, ରୋମିଓ ପୁସ୍ତକ 14 ଅଧ୍ୟାୟ 4 ପଦ ଟିକେ ଆମେ ମାନେ ପଢିବା। ଆଉ ଜଣେ ଯାକୁବ ପୁସ୍ତକ 4 ଅଧ୍ୟାୟ 10 ରୁ 12 ପଦ ପାଇଁ ପ୍ରସ୍ତୁତ ଥିବେ। ରୋମିଓ ପୁସ୍ତକ 14 ର 4। ତୁମ୍ଭେ କିଏ ଯେ ଅନ୍ୟର ଦାସର ବିଚାର କରୁଅଛ, ସେ ଆପଣା ପ୍ରଭୁ ନିକଟରେ ସ୍ଥିର ରୁହେ ବା ପତିତ ହୁଏ। ହଁ, ତାହାକୁ ସ୍ଥିର ରଖାଯିବ, କାରଣ ତାହାକୁ ସ୍ଥିର ରଖିବାକୁ ପ୍ରଭୁଙ୍କର ଶକ୍ତି ଅଛି। ହଁ, ପରମେଶ୍ୱରଙ୍କର ଶକ୍ତି ଅଛି ବିଚାର କରିବା ପାଇଁ। କାହାକୁ ବିଚାର କରିବେ, କାହାକୁ ବିନାଶ କରିବେ, କାହାକୁ କ୍ଷମା କରିବେ, କାହାକୁ ଉଦ୍ଧାର କରିବେ, ପରମେଶ୍ୱରଙ୍କ ପାଖରେ ଅଛି, କ୍ଷମତା ଅଛି। ତୁମ ପାଖରେ ନେଇ ତୁମେ କିଏ ତୁମେ ବିଚାର କରିବା ପାଇଁ? ତୁମେ ଅନ୍ୟର ବିଚାର କରିବା ପାଇଁ ତୁମେ କିଏ? କାହିଁକି? ବିଚାର କରିବାର ଅଧିକାର କେବଳ ପ୍ରଭୁଙ୍କ ପାଖରେ ଅଛି। ତୁମେ ତୁମ କର୍ତ୍ତବ୍ୟକୁ କର, ତୁମେ ତୁମ ନିଜ ଜୀବନକୁ ଠିକ କର, ତୁମେ ତୁମ ଜାଗାରେ ଠିକ ରୁହ, ତୁମେ ତୁମର କାର୍ଯ୍ୟକୁ ଠିକ କର, ତୁମେ ତୁମ ଦାୟିତ୍ୱକୁ ଉପଯୁକ୍ତ ଭାବେ ତୁଲାଅ। ବାକି କିଏ କଣ କରୁଛି ସେଥିପାଇଁ ତୁମେ ବିଚଳିତ ହେବା ଦରକାର ନାହିଁ। ଅନେକ ସମୟରେ ଆମେ କମ୍ପେୟାର କରୁ, ସେ ଯଦି କରିବ ତାହେଲେ ମୁଁ କରିବି, ସେ କହିଲେ ମୁଁ କହିବି, ସେ ଦେଲେ ମୁଁ ଦେବି। ମୋର ପ୍ରିୟ ମାନେ, ପରମେଶ୍ୱର କୁହନ୍ତି ତୁମେ ଅନ୍ୟକୁ ଦେଖ ନାହିଁ। ହେଇପାରେ ଯାହାକୁ ଆଜି ଆମେ ମାନେ ଦୋଷାରୋପ କରୁଛୁ, ଆମେ କହୁଛୁ ତୁମେ ଭଲ ନୁହେଁ, ଇଏ ଭଲ ନୁହେଁ, ସିଏ ଭଲ ନୁହେଁ, ହେଇପାରେ ପ୍ରଭୁଙ୍କ ନିକଟରେ ଲାଷ୍ଟ ମୋମେଣ୍ଟରେ ସେ କଣ କରିବ, ଅନୁତାପ କରି ମନ ପରିବର୍ତ୍ତନ କରିକି କ୍ଷମା ମାଗିଦବ, ପ୍ରାର୍ଥନା କରିଦବ, ଆଉ ପ୍ରଭୁ ତାକୁ କଣ କରିବେ, ଉଦ୍ଧାର କରିଦେବେ। ସେତେବେଳକୁ ଆମ ମୁହଁ କଣ ହେଇଯିବ, ଶୁଖିଯିବ। କାହିଁକି? ଯାହାକୁ ତୁମେ ଦୋଷାରୋପ କରୁଥିଲ, ତୁମେ ଯାହାକୁ ଆଙ୍ଗୁଠି ଦେଖାଉଥିଲ, ଆଜି ସେ ପ୍ରଭୁଙ୍କ ପାଖରେ ଉଦ୍ଧାର ପାଇଛି, କିନ୍ତୁ ତୁମର ଅବସ୍ଥା କଣ ହେବ? ତୁମେ ଯେ ଅନ୍ୟର ବିଚାର କରୁଛ, ତୁମର ଅବସ୍ଥା କଣ ହେବ? ତୁମେ ନିଶ୍ଚିତ ରୂପେ ବିଚାରିତ ହେବ। କାହିଁକି? ତୁମେ ପ୍ରଭୁଙ୍କ ଏଗେନ୍ଷ୍ଟରେ ଯାଉଛ। କାହିଁକି? ବିଚାର କରିବାର ଅଧିକାର କେବଳ 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 ଯୀଶୁଙ୍କର ଅଛି। ସେ ନ୍ୟାୟ ବିଚାରକାରୀ ପରମେଶ୍ୱର, ସେ ପୁନର୍ବାର ଆସୁଛନ୍ତି ଜଗତକୁ କଣ କରିବା ପାଇଁ, ବିଚାର କରିବା ପାଇଁ। କାହିଁକି? ସେ ଜଗତ ଉପରେ ବିଜୟ ପାଇଛନ୍ତି। ଯୀଶୁ କେବଳ ଗୋଟିଏ ଅଧିକାର ଆମ ମାନଙ୍କୁ ଦେଇଛନ୍ତି, କଣ? ଉଦ୍ଧାର କରିବାର, ବିଚାର କରିବାର ଅଧିକାର ଦେଇନାହାନ୍ତି। ଯୀଶୁ କହିଲେ ସ୍ୱର୍ଗ ପୃଥିବୀର ଅଧିକାର ମତେ ଦିଆଯାଇଛି, ମୁଁ ତୁମକୁ ଦେଉଛି, ତୁମେ ଯାଇ କଣ କର, ସମସ୍ତ ଜାତି ପାଖରେ, ସମସ୍ତ ଦେଶ ନିକଟରେ କଣ କର, ସୁସମାଚାର ପ୍ରଚାର କର। କେବଳ ଉଦ୍ଧାର କରିବାର ତୁମକୁ ଅଧିକାର ମିଳିଛି, ବିଚାର କରିବାର ନାହିଁ। ଯଦି କିଏ ପଡି ଯାଇଛି ତାକୁ ଉଦ୍ଧାର କର, ମାତ୍ର ବିଚାର କର ନାହିଁ। କାହିଁକି? ବିଚାର କରିବାର କାମ କାହାର? ଯଦି ତୁମ ପରସ୍ପର ମଧ୍ୟରେ କିଛି ବିଷୟ ଏ ପ୍ରକାର ଅଛି, ତାହେଲେ ବିଚାର କର ନାହିଁ, କଣ କର? ଉଦ୍ଧାର କର, ପ୍ରାର୍ଥନା କର, ତାକୁ ଉଦ୍ଧାର କର, ଅନୁଯୋଗ କର, କିନ୍ତୁ ବିଚାର କର ନାହିଁ। ସେଥିପାଇଁ ଲେଖାଯାଏ ତୁମେ କିଏ ଯେ ବିଚାର କରିବ? କାରଣ ନିକ୍ ମୋମେଣ୍ଟ, ଲାଷ୍ଟ ମୋମେଣ୍ଟରେ ପରମେଶ୍ୱରଙ୍କ ପାଖରେ ହସ୍ତରେ ଅଧିକାର ଅଛି। ସେ କ୍ଷମା ବି କରିପାରନ୍ତି, ସେ ଉଦ୍ଧାର ବି କରିପାରନ୍ତି। ଯାକୁବ ପୁସ୍ତକ 4 ତାର 10 ରୁ 12 ପଦ ଟିକେ ଆମେ ମାନେ ପଢିବା। ପ୍ରଭୁଙ୍କ ଛାମୁରେ ଆପଣ ଆପଣାକୁ ନତ କର, ତାହାହେଲେ ସେ ତୁମ୍ଭକୁ ଉନ୍ନତ କରିବେ। ହେ ଭାଇମାନେ, ତୁମ୍ଭେମାନେ ପରସ୍ପର ଗ୍ଲାନି କର ନାହିଁ। ଯେ ଭାଇର ଗ୍ଲାନି କରେ
କିମ୍ବା ଭାଇର ବିଚାର କରେ, ସେ ବ୍ୟବସ୍ଥାର ଗ୍ଳାନି କରେ ଓ ସେଥିରେ ହଁ ବିଚାର କରେ। କିନ୍ତୁ ହଁ ତୁମ୍ଭେ ଯଦି ବ୍ୟବସ୍ଥାର ବିଚାର କର, ତାହେଲେ ତୁମ୍ଭେ ବ୍ୟବସ୍ଥାର ପାଳନକାରୀ ନ ହୋଇ ସେଥିରେ ବିଚାରକର୍ତ୍ତା ଅଟ। ହଁ ବ୍ୟବସ୍ଥାଦାତା ଓ ବିଚାରକର୍ତ୍ତା ଜଣେ ମାତ୍ର, ସେ ରକ୍ଷା ଓ ବିନାଶ କରିବାକୁ ସମର୍ଥ। କିନ୍ତୁ ହୁଁ ପ୍ରତିବାସୀର ବିଚାର କରୁଅଛ ଯେ ତୁମ୍ଭେ କିଏ? ତୁମେ କିଏ? କାହିଁକି ବିଚାର କରିବାର ଅଧିକାର କାହାର ଅଛି? ପ୍ରଭୁଙ୍କ ପାଖରେ ଅଛି। ତୁମେ ନିଜେ ନିଜ ବିଷୟକୁ ସଜାଡ଼, ତୁମେ ନିଜେ ନିଜ ଜୀବନକୁ ସଜାଡ଼। ସେଥିପାଇଁ ପରମେଶ୍ୱର କୁହନ୍ତି, ତୁମେ କାହିଁକି ନିଜ ଆଖିରେ କଡ଼ିକାଠ ରଖିକି ଆଉ ତୁମ ଭାଇର ଆଖିକୁ ଦେଖୁଅଛ? ପବିତ୍ର ପଦାର୍ଥ କୁକୁର ମାନଙ୍କୁ ପକାଉ ନାହିଁ, କି ମୁକ୍ତା ଘୁଷୁରୀ ମାନଙ୍କ ପାଖରେ ପକାଉ ନାହିଁ। ତୁମେ ଯଦି କେହି ଜଣେ ଏ ପ୍ରକାର ବିଷୟ ଅଛି, ତୁମେ ବିଚାର କର ନାହିଁ। ତୁମେ ଯଦି ବିଚାର କରିବ, ସିଏ ବୁଲିକି ତୁମକୁ କଣ କରିବ? ବିଦୀର୍ଣ୍ଣ କରିଦବ। ଯଦି ତୁମେ ଦୃଷ୍ଟିରେ ଦେଖୁଛ ଏହି ପ୍ରକାର ବ୍ୟକ୍ତି କିଏ ଅଛି, କୁକୁର ପରିକା ଅଛି ବା କିଏ କଣ ଅଛି, ଦେଖାଯାଏ କୁକୁର ବା ଘୁଷୁରୀ ମାନଙ୍କ ପାଖରେ ମୁକ୍ତା ପକାଉ ନାହିଁ। ତା ମାନେ କଣ? କୁକୁର ମାନେ କଣ? ଯିଏ କି ବାରମ୍ବାର ବାନ୍ତି କରିକି କଣ କରେ? ସେ ବାନ୍ତିକୁ ଖାଏ। କୁକୁରର ଗୋଟେ ବ୍ୟାଡ୍ ହ୍ୟାବିଟ୍ କଣ? ସେ ଦେଖିବ ତାକୁ ବାନ୍ତି କରିବ, ଯେତେବେଳେ ତାର ପେଟ ଖରାପ ଥିବ ସେ ବାନ୍ତି କରିବ, ଆଉ ତାକୁ ଆରାମ ସେ ଚାକୁ ଚାକୁ କରିକି ପୁଣି ଖାଇବ ତାକୁ। ତାର ଅର୍ଥ, ଯେଉଁ ବ୍ୟକ୍ତି ମାନେ ବାରମ୍ବାର ପ୍ରଭୁଙ୍କ ପାଖକୁ ଆସନ୍ତି, ପ୍ରଭୁ ପ୍ରଭୁ ବୋଲି କୁହନ୍ତି, ପ୍ରଭୁଙ୍କୁ ସ୍ୱୀକାର କରନ୍ତି, କିନ୍ତୁ ଈଶ୍ୱରଙ୍କ ବିରୁଦ୍ଧରେ ପୁନର୍ବାର ଯାଇକି ଛାଡି ଦେଇଥିବା କାମକୁ ପୁନର୍ବାର କରନ୍ତି, ଛାଡି ଦେଇଥିବା ବ୍ୟଭିଚାରକୁ, ଛାଡି ଦେଇଥିବା କ୍ରୋଧକୁ, ଛାଡି ଦେଇଥିବା ଅନେକ ସାରା ଅନ୍ଧକାର ଜନିତ କାର୍ଯ୍ୟକୁ, ଛାଡି ଦେଇଥିବା ଈଶ୍ୱରଙ୍କ ବିରୁଦ୍ଧାଚରଣ କଥାକୁ, ଛାଡି ଦେଇଥିବା ମୂର୍ତ୍ତି ପୂଜାକୁ, ଛାଡି ଦେଇଥିବା ଲୋଭକୁ, ଛାଡି ଦେଇଥିବା ସମସ୍ତ ମନ୍ଦ ଆଚରଣକୁ କଣ କରନ୍ତି? ପୁଣି ଆନନ୍ଦ ସହିତ ଏନ୍ଜୟ କରନ୍ତି। ସେମାନଙ୍କୁ ବାଇବେଲରେ କୁକୁର ବୋଲି ଆଖ୍ୟା ଦିଆଯାଏ। ଘୁଷୁରୀ କୋଉମାନଙ୍କୁ ଦିଆଯାଏ? ସମାନ ବିଷୟ। ଘୁଷୁରୀକୁ କଣ କରିବ? ତୁମେ ତାକୁ ଯେତେ ଆଣିକି ପରିଷ୍କାର କଲେ ମଧ୍ୟ, ଯେତେ ଆଣିକି ତାକୁ ସଫା କଲେ ମଧ୍ୟ ସେ କଣ କରିବ? ସେ ତୁମ ପାଖରେ ରହିବନି, ସେ ତୁମ ବିଛଣାରେ ରହିବନି, ସେ ତୁମ ଘରେ ରହିବନି। ସେ କୋଉଠି ଖୋଜିବାକୁ ଯିବ? ପୁଣି ସେ କିଚଡକୁ ଖୋଜିବ, ସେ ଅପରିଷ୍କାର ବିଷୟକୁ ଖୋଜିବ। କାହିଁକି? ତାକୁ ସେଇଠି ମଜା ଲାଗେ। ପରଚର୍ଚ୍ଚା କରିବାକୁ ଖୋଜିବ, କାହିଁକି? ତାକୁ ସେଇଠି ମଜା ଲାଗେ। ବ୍ୟଭିଚାର କରିବାକୁ ଖୋଜିବ, କାହିଁକି? ତାକୁ ସେଇଠି ମଜା ଲାଗେ। ଯେତେ କହିଲେ ମଧ୍ୟ ସେ ବ୍ୟକ୍ତି ମାନେ ଶୁଣନ୍ତି ନାହିଁ। ସେମାନଙ୍କୁ ଯୀଶୁଙ୍କ ପବିତ୍ର ରକ୍ତରେ ଧୁଆ ଗଲେ ମଧ୍ୟ, ଖ୍ରୀଷ୍ଟ ସେମାନଙ୍କ ପାଇଁ ଜୀବନ ଦେଲେ ମଧ୍ୟ ସେମାନେ ଶୁଣନ୍ତି ନାହିଁ। ସେମାନଙ୍କୁ ଈଶ୍ୱରଙ୍କ ବିରୁଦ୍ଧାଚରଣ କାର୍ଯ୍ୟ କରିବା ପାଇଁ ହିଁ ଆନନ୍ଦ ଲାଗେ। ସେମାନେ ପ୍ରାର୍ଥନାରେ ବସନ୍ତି, କିନ୍ତୁ ପ୍ରାର୍ଥନାରେ ଉଠୁ ଉଠୁ ୟା ସାଙ୍ଗରେ ତା ସାଙ୍ଗରେ ତା ସାଙ୍ଗରେ ତା ସାଙ୍ଗରେ ଖାଲି ପରଚର୍ଚ୍ଚା। ପ୍ରାର୍ଥନାରେ ଉଠୁ ଉଠୁ ସମସ୍ତ ପ୍ରକାର ଅନ୍ଧକାର ଜନିତ କାର୍ଯ୍ୟ। ପ୍ରଭୁ କୁହନ୍ତି, ରେ ଭାଇ, ତୁମେ ନିଜେ ନିଜକୁ ସଜାଡ। ତୁମେ ଜଗତର ଦାୟିତ୍ୱ ନେଇନ, ତୁମକୁ ଜଗତର ବିଚାରକର୍ତ୍ତା ଭାବେ ନିଯୁକ୍ତ କରାଯାଏ ନାହିଁ। ଇଏ କଣ କଲା, ସିଏ କଣ କଲା, ସିଏ କଣ କଲା, 10 ଜଣଙ୍କ ସହିତ ଗପିବ, 10 ଜଣଙ୍କ ସହିତ କଥାବାର୍ତ୍ତା କରିବ, 10 ଜଣଙ୍କୁ କରେକ୍ସନ କରିବ। ତୁମେ କିଏ? ତୁମେ ନିଜ ଜୀବନକୁ ସଜାଡ, ତୁମେ ନିଜର ଆଚରଣକୁ ସଜାଡ, ତୁମେ ନିଜ ସ୍ୱଭାବକୁ ସଜାଡ। ସେଥିପାଇଁ ଲେଖାଯାଏ, କେବଳ ବିଚାର କରିବାର ଅଧିକାର କାହାର ଅଛି? ଖ୍ରୀଷ୍ଟଙ୍କର ଅଛି। ମୋର ପ୍ରିୟ ମାନେ, ବାଇବେଲରେ ଗୋଟେ ଘଟଣା ଘଟୁଛି, ଯାହାକି ଯୋହନ ଲିଖିତ ସୁସମାଚାର 8 ଆଉ ତାର 2ରୁ 11 ଯଦି ଆମେ ମାନେ ଦେଖିବା, ବେଷ୍ଟ ଏକ୍ସାମ୍ପଲ ଆମମାନଙ୍କ ପାଇଁ, ବେଷ୍ଟ ଏକ୍ସାମ୍ପଲ। କିଏ ପଢିପାରିବେ କି? ପ୍ରତ୍ୟୁଷରେ ସେ ପୁନର୍ବାର ମନ୍ଦିରକୁ ଆସିଲେ। ପ୍ରତ୍ୟୁଷରେ ସେ ପୁନର୍ବାର ମନ୍ଦିରକୁ ଆସିଲେ। ପୁଣି ସମସ୍ତ ଲୋକ ତାହାଙ୍କ ନିକଟକୁ ଆସନ୍ତେ ସେ ଉପବେଶନ କରି ସେମାନଙ୍କୁ ଶିକ୍ଷା ଦେବାକୁ ଲାଗିଲେ। ଆଉ ଶାସ୍ତ୍ରୀ ଓ ଫାରୁସୀମାନେ ବ୍ୟଭିଚାର କର୍ମରେ ଧୃତା ଜଣେ ସ୍ତ୍ରୀ ଲୋକକୁ ଘେନି ଆସି ତାହାଙ୍କୁ ମଧ୍ୟସ୍ଥଳରେ ଠିଆ କରାଇ ତାହାଙ୍କୁ କହିଲେ, ହେ ଗୁରୁ, ଏହି ସ୍ତ୍ରୀ ଲୋକଟା ବ୍ୟଭିଚାର କର୍ମ କରୁଥିବା ସମୟରେ ଧରା ପଡ଼ିଅଛି।
ଏପରି ଲୋକମାନଙ୍କୁ ପଥର ଫୋପାଡ଼ି ମାରିବାକୁ ମୂଷା ଆମ୍ଭମାନଙ୍କୁ ବ୍ୟବସ୍ଥାରେ ଆଜ୍ଞା ଦେଇଅଛନ୍ତି। ତେବେ ଆପଣ କ'ଣ କହୁଅଛନ୍ତି? ସେମାନେ ଯେପରି ତାହାଙ୍କ ବିରୁଦ୍ଧରେ ଅଭିଯୋଗର କାରଣ ପାଇପାରନ୍ତି, ଏଥି ନିମନ୍ତେ ସେମାନେ ତାହାଙ୍କୁ ପରୀକ୍ଷା କରିବା ଉଦ୍ଦେଶ୍ୟରେ ଏହା କହିଲେ। କିନ୍ତୁ ଯୀଶୁ ଅଧୋମୁଖ ହୋଇ ଅଙ୍ଗୁଳି ଦ୍ୱାରା ଭୂମିରେ ଲେଖିବାକୁ ଲାଗିଲେ। ମାତ୍ର ସେମାନେ ତାହାଙ୍କୁ ପୁନଃ ପୁନଃ ପଚାରନ୍ତେ ସେ ମସ୍ତକ ଉତ୍ତୋଳନ କରି ସେମାନଙ୍କୁ କହିଲେ, ତୁମ୍ଭମାନଙ୍କ ମଧ୍ୟରେ ଯେ ନିଷ୍ପାପ ସେ ପ୍ରଥମେ ତାକୁ ପଥର ଫୋପାଡ଼ୁ। ପୁନର୍ବାର ସେ ଅଧୋମୁଖ ହୋଇ ଭୂମିରେ ଲେଖିବାକୁ ଲାଗିଲେ। ତାହା ଶୁଣି ସେମାନେ ବଡ଼ଠାରୁ ଆରମ୍ଭ କରି ଜଣ ଜଣ ହୋଇ ବାହାରି ଯିବାକୁ ଲାଗିଲେ। ଆଉ କେବଳ ଯୀଶୁ ଓ ମଧ୍ୟସ୍ଥଳରେ ସେ ସ୍ତ୍ରୀ ଲୋକ ଅବଶିଷ୍ଟ ରହିଲେ। ପୁଣି ଯୀଶୁ ମସ୍ତକ ଉତ୍ତୋଳନ କରି ତାକୁ କହିଲେ, ଗୋ ନାରୀ, ସେମାନେ କାହାନ୍ତି? କେହି କ'ଣ ତୁମ୍ଭକୁ ଦଣ୍ଡନୀୟ ବୋଲି ବିଚାର କଲେ ନାହିଁ? ସେ କହିଲା, କେହି ନାହିଁ ପ୍ରଭୁ। ସେଥିରେ ଯୀଶୁ କହିଲେ, ମୁଁ ମଧ୍ୟ ତୁମ୍ଭକୁ ଦଣ୍ଡନୀୟ ବୋଲି ବିଚାର କରୁନାହିଁ। ଯାଅ, ଆଜିଠାରୁ ଆଉ ପାପ କର ନାହିଁ। ହଁ, ଯାଅ, ଆଜିଠାରୁ ଆଉ କ'ଣ କର ନାହିଁ? ପାପ କର ନାହିଁ। ଏଠି ଫାରୁସୀ ସାଧୁକୀ ମାନେ, ଯୋଉମାନେ ଧର୍ମର ଠିକାଦାର ବୋଲି ଭାବନ୍ତି, ଯୋଉମାନେ ଲମ୍ବା ବସ୍ତ୍ର ପିନ୍ଧନ୍ତି, ଯୋଉମାନେ ଭାବନ୍ତି ଆମେ ପବିତ୍ର ଧାର୍ମିକ, ଆମେ ସବୁ ଜାଣିଛୁ, ଆମେ ସମସ୍ତ ବିଷୟ ଆଉ ଆମେ ସମସ୍ତ ବିଷୟ କରିବା ପାଇଁ ଉପଯୁକ୍ତ ବା ଆମେ ଯୋଗ୍ୟ, ତ ସେମାନେ ଗୋଟେ ସ୍ତ୍ରୀ ଲୋକକୁ ଆଣୁଛନ୍ତି ଆଉ କେମିତିକା ବେବିଚାର କାର୍ଯ୍ୟ କଲା ବେଳେ ଧରୁଛନ୍ତି, ତାକୁ ଯାଇକି ରେଡ୍ ହ୍ୟାଣ୍ଡରେ ଧରୁଛନ୍ତି ଆଉ ଧରିକି ତାକୁ କୋଉଠିକି ନେଇକି ଆସୁଛନ୍ତି? ଯୀଶୁଙ୍କ ପାଖକୁ ନେଇକି ଆସୁଛନ୍ତି। ଆଉ ଯୀଶୁଙ୍କ ପାଖକୁ ଆସି କହୁଛନ୍ତି, ଆଉ ଇଏ ଯୋଉ ବେବିଚାର କରୁଥିବା ବେଳେ ଆମେ ତାକୁ ଧରିଛୁ, ଆଉ ସେଥିପାଇଁ ମୂଷାଙ୍କ ନିୟମ ହିସାବରେ ପଥର ଫୋପାଡ଼ିକି ମାରିବାର ନିୟମ ଅଛି, ଆଉ ତୁମେ କ'ଣ କହୁଛ? ଆକୁ ଆମେ ପଥର ଫୋପାଡ଼ିକି ମାରିଦେବା ତ? ଆଜି ଅନେକ ସମୟରେ ଆମେ ମାନେ ମଧ୍ୟ ସେଇ ପ୍ରକାର ଆଚରଣ କରୁ। ଅନେକ ପ୍ରକାର ଆମେ ମାନେ କମ୍ପ୍ଲେନ ମର୍ମରିଂ କରୁ, ଇଏ ସେମିତି, ସିଏ ସେମିତି, ସିଏ ସେମିତି। କିନ୍ତୁ ଖ୍ରୀଷ୍ଟ ତାଙ୍କୁ କହିଲେ, ଠିକ ଅଛି, ପଥର ଫୋପାଡ଼ିକି ମାରିବାର ନିୟମ ଅଛି, ମାରିବ, କିନ୍ତୁ ପ୍ରଥମ ପଥର ସିଏ ଫିଙ୍ଗୁ ଯିଏ କ'ଣ କରିନାହିଁ, କେବେ ବି ପାପ କରିନାହିଁ, କେବେ ବି ବେବିଚାର କରିନାହିଁ। ଆଉ ଖାଲି କହିଲେନି, କହିକି ଯୀଶୁ କ'ଣ କଲେ? ତଳେ ଅଙ୍ଗୁଳିରେ କିଛି କିଛି ବିଷୟ ଲେଖିବାକୁ ଲାଗିଲେ। ଅନେକ ପ୍ରଭୁଙ୍କ ଦାସ ମାନେ এই ବିଷୟକୁ ପ୍ରକାଶ କରନ୍ତି କି ସେ ଅଙ୍ଗୁଳିରେ ଲେଖୁଥିବା ବିଷୟ ସେ ସ୍ଥାନରେ ଛିଡ଼ା ହେଇଥିବା ପ୍ରତ୍ୟେକଙ୍କର କର୍ତ୍ତୃତ୍ୱର ବିଷୟ ଥିଲା। ତାକି ସେଠି ଯୋଉମାନେ ପଥର ଫିଙ୍ଗିବା ପାଇଁ ଥିଲେ, ସେମାନେ କ'ଣ କ'ଣ କୋଉଠି କୋଉଠି କ'ଣ କ'ଣ କରିଛନ୍ତି ସେଇ ବିଷୟକୁ ପ୍ରଭୁ ଦେଖଉଥିଲେ। ଅମକେ ଲୋକ ଅମକେ ବିଷୟ, ତାଙ୍କର ହିସାବ ଖାତା ସେଠି ଦେଖଉଥିଲେ। ଆଉ କିଛି ସମୟ ପରେ ଏ ବିଷୟକୁ ଦେଖିକି ଆଉ କେହି ସେଠି ନାହାନ୍ତି, ଏକୁଟିଆ ସେ ସ୍ତ୍ରୀ ଲୋକ ଅଛି। ଖ୍ରୀଷ୍ଟ କହିଲେ, କୁଆଡ଼େ ଗଲେ? କେହି ନାହାନ୍ତି। କାହିଁକି? ନିଜେ ନିଜର ବିଚାର କରୁନଥିଲେ, ସେ ସ୍ତ୍ରୀ ଲୋକକୁ ଆଣିବା ପର୍ଯ୍ୟନ୍ତ ବିଚାର କରୁନଥିଲେ। ଯେତେବେଳେ ଖ୍ରୀଷ୍ଟ ନିଜେ ଦେଖେଇ ଦେଲେ, ସେତେବେଳକୁ ଜାଣିଲେ, ନା ନା, ମୋ ପାପକୁ ମୁଁ ଲୁଚେଇ ପାରିବି ନାହିଁ। ଅନେକ ସମୟରେ ଭାବୁ, ମୁଁ କ'ଣ କରୁଛି ମତେ ତ କେହି ଦେଖୁନାହାନ୍ତି, ମୋ ଅନ୍ତରରେ କ'ଣ ଅଛି ମତେ କେହି ଦେଖୁନାହାନ୍ତି, ମୁଁ ବାହାରେ ବହୁତ ଭଲ ଦେଖେଇବା ପାଇଁ ଚେଷ୍ଟା କରୁଛି। 10 ଜଣଙ୍କ କଥା ବୁଝିବି, କହିବି, ଏଟା କର, ସେଟା କର, ଏମିତି କରନି, ସେମିତି କର ନାହିଁ। ନିଜକୁ ଦେଖେଇ ହବାର ଗୁଣ ଅନେକ ସମୟରେ ଆମ ମାନଙ୍କ ଭିତରେ ଦେଖି ସେ ବିଷୟକୁ ଆମେ ପରିଲକ୍ଷିତ କରୁ। କିନ୍ତୁ ଖ୍ରୀଷ୍ଟ ଯେତେବେଳେ ଏଇ ପ୍ରକାର ବିଷୟ କଲେ, କିଏ ପାପ ନ କରୁଛି ସିଏ ପଥର ଫୋପାଡୁ, ସେତେବେଳେ ଆଉ କେହି ନାହାନ୍ତି, ଏକୁଟିଆ ସେ ସ୍ତ୍ରୀ ଲୋକ। ଆଉ ଖ୍ରୀଷ୍ଟ କ'ଣ କହିଲେ? ଆମେ ବି ତୁମ ପାପକୁ କ'ଣ କରୁନାହୁଁ, ସ୍ୱୀକାର କରୁନାହୁଁ, ଆମେ ବି ତୁମ ପାପକୁ ଗଣୁନାହୁଁ, ଯାଅ, ଆଜିଠାରୁ ଆଉ ପାପ କର ନାହିଁ। ମୋର ପ୍ରିୟ ମାନେ, ଏଠି ଫାରୁସୀ ସାଧୁକୀ ମାନେ ଦାବା କରୁଥିଲେ କି ଆମେ ବେବିଚାର କରୁଥିଲା ବେଳେ ଆମେ ତାକୁ ଧରିକି ଆଣିଛୁ ରେଡ୍ ହ୍ୟାଣ୍ଡରେ। ସିଏ ବେବିଚାର କରୁଥିଲା, ତୁମେ କ'ଣ କରୁଥିଲ?
ବେବିଚାର କଲା ବେଳେ ତୁମେ ବି ତ ତାର ଉଲ୍ଲଂଘନ ତାକୁ ଦେଖୁଥିଲ ନା, ତେବେ ତ ଯାଇକି ଧରିଲ। ଯୀଶୁ କୁହନ୍ତି ଖାଲି ବେବିଚାର କରିବା ପାପ ନୁହେଁ, ଯେ ଚକ୍ଷୁରୁ ଦେଖେ ସେ ତାହା ମଧ୍ୟ ପାପ କରେ। ଚକ୍ଷୁ ତ ଦୂରର କଥା, ଯେ ମନରେ ଚିନ୍ତା କରେ ସେ ମଧ୍ୟ କଣ କରେ? ଅଲରେଡି ବେବିଚାର କରି ସାରିଲାଣି। ମୋର ପ୍ରିୟ ମାନେ, ସେଥିପାଇଁ ଆମେ ମାନେ ଅନ୍ୟ ମାନଙ୍କ ବିଷୟରେ ତତ୍ପର ନ ହେଉ। ଯଦି କେହି ଆପଣଙ୍କ ଜୀବନରେ ଏପରିକା ଘୁଷୁରୀ କି କୁକୁର ତୁଲ୍ୟ ଅଛନ୍ତି, ଆପଣ ବେଶୀ ତାଙ୍କୁ ସୁଧାରିବା ପାଇଁ ଚେଷ୍ଟା କରନ୍ତୁ ନାହିଁ, ନିଜେ ନିଜକୁ ସୁଧାରନ୍ତୁ। ବାକି ବିଷୟ ପ୍ରଭୁ ତା ପାଇଁ କରିବେ। ମୋର ପ୍ରିୟ ମାନେ, ତେବେ ଆଜିର ପ୍ରାତଃ କାଳରେ ପ୍ରଭୁ ଆମକୁ ଗୋଟିଏ ବିଷୟ ଶିଖାଇବା ପାଇଁ ଚାହାନ୍ତି, ଆମେ ମାନେ ଅନ୍ୟର ବିଚାର ନ କରୁ, ଆମେ ମାନେ ନିଜେ ନିଜର ବିଚାର କରୁ। କଣ ମୁଁ ପରମେଶ୍ୱରଙ୍କ ସହିତ ଉପଯୁକ୍ତ ଭାବେ ଅଛି କି? ମୋର ବିଶ୍ୱାସ ଉପଯୁକ୍ତ ଭାବେ ଅଛି କି? କଣ ପ୍ରଭୁଙ୍କ ସହିତ ମୋର ସମ୍ପର୍କ ଉପଯୁକ୍ତ ଭାବେ ଅଛି କି? କଣ ମୁଁ ତାହାଙ୍କର ଉପଯୁକ୍ତ ଭାବରେ ଆଜ୍ଞାଧୀନ ହେଇଛି କି? ତେବେ ଆଜିର ବିଷୟ, ଆଜି ଆମେ ମାନେ ପ୍ରଭୁଙ୍କ ଠାରେ ଏଇ ବିଷୟକୁ ନେଇକି ନିଜ ନିଜ ଜୀବନକୁ ପରୀକ୍ଷା କରିବା। ଆଜି ଦିନ ସାରା ଆମେ ମାନେ ଗୋଟିଏ ବିଷୟକୁ ଚିନ୍ତା କରିବା, ଗୋଟିଏ ବିଷୟକୁ ଆମେ ମାନେ ପରୀକ୍ଷା କରିବା। କଣ ପ୍ରତ୍ୟେକ ମୁହୂର୍ତ୍ତରେ ଏ ମୁଁ ଯୋଉ କଥା କହୁଛି, ମୁଁ ଯୋଉ କାର୍ଯ୍ୟ କରୁଛି, କଣ ଏହା ପରମେଶ୍ୱରଙ୍କ ନିକଟରେ ଗ୍ରହଣୀୟ କି? କଣ ମୁଁ ପରମେଶ୍ୱରଙ୍କ ଇଚ୍ଛା ଅନୁଯାୟୀ ଚାଲୁଛି କି? ଯଦି ଠିକ, ତାହେଲେ ମୁଁ ଆଗକୁ ବଢିବି, ନାହିଁ ତ ନିଜ ଜୀବନକୁ ଆମକୁ କରେକ୍ସନ କରିବାର ଆବଶ୍ୟକତା ଅଛି। ନିଜ ଆଖିରେ ଥିବା କଡ଼ି କାଠକୁ କାଢିଦେବାର ଆବଶ୍ୟକତା ଅଛି, ତେବେ ଆମେ ଉତ୍ତମ ରୂପେ ଅନ୍ୟକୁ ଦେଖିପାରିବା। ତେବେ ଆସୁ ମୋର ପ୍ରିୟ ମାନେ, ପ୍ରାର୍ଥନା କରିବା, ପ୍ରଭୁ ଆମକୁ ସାହାଯ୍ୟ କରନ୍ତୁ, ଆମେ ଅନ୍ୟର ବିଚାର ନ କରୁ, ଅନ୍ୟକୁ ମର୍ମରିଂ ନ କରୁ, ନିଜ ଜୀବନକୁ ଆମେ ମାନେ ସଜାଡ଼ିବାର ଆବଶ୍ୟକତା ଅଛି। ଆସୁ ଆମେ ମାନେ ପ୍ରାର୍ଥନା କରିବା। ଥ୍ୟାଙ୍କ ୟୁ ଲର୍ଡ ଜିସସ୍। ଅନୁଗ୍ରହକାରୀ ପରମେଶ୍ୱର ପ୍ରଭୁ, ମୁଁ ତୁମର ଧନ୍ୟବାଦ କରୁଅଛି, ତୁମେ ଦୟା କରିଛ, ଅନୁଗ୍ରହ କରିଛ, ଆଶୀର୍ବାଦ କରିଛ ବୋଲି ଯେଉଁ ପ୍ରତିଜ୍ଞାତ ବାକ୍ୟ ଦେଇ ତୁମେ କଥା ହେଲ ପ୍ରଭୁ, ପ୍ରାର୍ଥନା କରେ ଅନୁଶେଷ ଥିବା ପ୍ରତ୍ୟେକ ଜଣ ଆଜି ଆମେ ପ୍ରତ୍ୟେକ ଯେପରି ଆମ ନିଜ ଜୀବନକୁ ଆମେ ସଜାଡ଼ିବାକୁ ପାରିବୁ, ତୁମେ ଦୟା କର। ନିଜକୁ କରେକ୍ସନ କରିବାକୁ ପାରିବୁ, ତୁମେ ଅନୁଗ୍ରହ କର। ସମସ୍ତ ବାଧାକାରୀ ବିଷୟକୁ ଦୂର କର ପ୍ରଭୁ। ଆମେ ଅନ୍ୟ ପ୍ରତି ଦୃଷ୍ଟିପାତ କରିବା ପୂର୍ବରୁ ନିଜ ଜୀବନକୁ, ନିଜ ହୃଦୟକୁ ଆମେ ଦୃଷ୍ଟିପାତ କରିବା ପାଇଁ ତୁମେ ଆମକୁ ସାହାଯ୍ୟ କର। ତୁମକୁ ସନ୍ତୁଷ୍ଟ କଲା ପରି ଜୀବନ କାଟିବା ପାଇଁ ସାହାଯ୍ୟ କର। କାରଣ ବିଚାରକର୍ତ୍ତା ଜଣେ ଅଟନ୍ତି, ସେ ଖ୍ରୀଷ୍ଟ ଯୀଶୁ। ପ୍ରଭୁ ଆମେ ପରସ୍ପରର ବିଚାର ନ କରୁ, ନିଜେ କେବଳ ନିଜର ବିଚାର କରୁ, ଆମେ କଣ ଉପଯୁକ୍ତ ଭାବେ ତୁମ ସହିତ ଚାଲୁଛୁ କି? ଯଦି ନାହିଁ, ତାହେଲେ ଆମ ଜୀବନକୁ କରେକ୍ସନ କରିବୁ, ସୁଧାର କରିବୁ, ପୁଣି ତୁମ ସହିତ ଚାଲିବାକୁ ପାରିବୁ। ତୁମେ ଆମକୁ ଦୟା କର, ଅନୁଗ୍ରହ କର। हे मोर प्रार्थना श्रवणकारी परमेश्वर, सकल विषय धन्यवाद दे ई वाक्य आज आम दिन सारा हम प्रत्येक जीवन कार्यरत होउछि, सेतिपय धन्यवाद दे यीशु ख्रीष्ट नाम समस्त प्रार्थना मांगुछि, आमेन।